ଜୟ ଜଗନ୍ନାଥ। ହିନ୍ଦୁ ଧର୍ମରେ ମକର ସଂକ୍ରାନ୍ତିରେ କାହିଁକି ଖେଚୁଡ଼ି ପ୍ରସ୍ତୁତ କରାଯାଇଥାଏ ଏବଂ ଏହାର କ'ଣ ରହିଛି ମହତ୍ତ୍ୱ? ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମକର ସଂକ୍ରାନ୍ତି ହିନ୍ଦୁ ଧର୍ମର ଗୋଟିଏ ମୁଖ୍ୟ ପର୍ବ। ଚଳିତ ବର୍ଷ 14 ତାରିଖରେ ମକର ସଂକ୍ରାନ୍ତି ପର୍ବ ହେବାକୁ ଯାଉଛି। ଏହି ଦିନ ସୂର୍ଯ୍ୟଦେବ ଧନୁ ରାଶିରୁ ବାହାରି ମକର ରାଶିରେ ପ୍ରବେଶ କରିବେ। ତେଣୁ ଏହାକୁ ସୂର୍ଯ୍ୟଙ୍କ ସଂକ୍ରମଣ କାଳ କୁହାଯାଏ। ଏହି ଦିନକୁ ମକର ସଂକ୍ରାନ୍ତି ଭାବରେ ପାଳନ କରାଯାଏ। ଦେଶର ବିଭିନ୍ନ ଭାଗରେ ଏହି ଦିନ ଖେଚୁଡ଼ି ଭୋଗ ଭାବରେ ପ୍ରସ୍ତୁତ କରାଯାଇଥାଏ। ପୌରାଣିକ କଥା ଅନୁସାରେ ମହାଭାରତ ସମୟରୁ ଭୀଷ୍ମ ପିତାମହ ସୂର୍ଯ୍ୟଙ୍କ ଉତ୍ତାରଣ ଗତି ଦ୍ୱାରା ଶରୀର ତ୍ୟାଗ କରିଥିଲେ ଏବଂ ଏହି ଦିନ ତାଙ୍କର ଶ୍ରାଦ୍ଧ ତର୍ପଣ କରାଯାଇଥିଲା। ମକର ସଂକ୍ରାନ୍ତି ଦିନ ଖେଚୁଡ଼ି ଖାଇ ଦାନ କରିବା ଦ୍ୱାରା ବିଶେଷ ମହତ୍ତ୍ୱ ରହିଥାଏ। ଏହି ମକର ସଂକ୍ରାନ୍ତିରେ ଖେଚୁଡ଼ିର ମହତ୍ତ୍ୱ ହେଲା, ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଓ ଧାର୍ମିକ ମାନ୍ୟତା ଅନୁସାରେ ମକର ସଂକ୍ରାନ୍ତିରେ ମୁଗ, ଚାଉଳ, ହଳଦୀ, ଲୁଣରେ ଖେଚୁଡ଼ି ପ୍ରସ୍ତୁତ କରାଯାଇଥାଏ। ଏହା ଭଗବାନଙ୍କ ନିକଟରେ ପ୍ରସାଦ ଭାବରେ ଅର୍ପଣ କରାଯାଇଥାଏ। ଖେଚୁଡ଼ି ଭୋଗ ଲଗାଇବା ଦ୍ୱାରା ଏହା ଚନ୍ଦ୍ରମା ଓ ଶୁକ୍ରଙ୍କ ଶାନ୍ତିର ପ୍ରତୀକ ଅଟେ। କଳା ମୁଗ ଡାଲି ଶନି, ରାହୁ, କେତୁଙ୍କ ମହତ୍ତ୍ୱ ଓ ହଳଦୀ ବୃହସ୍ପତିଙ୍କ ସମ୍ବନ୍ଧ ରହିଥାଏ ଏବଂ ଲୁଣ ବୁଧଙ୍କ ସହିତ ସମ୍ବନ୍ଧ ଥାଏ। ଏବଂ ଖେଚୁଡ଼ି ଯେଉଁ ଚୁଲିରେ ପ୍ରସ୍ତୁତ କରାଯାଇଥାଏ ତାହା ମଙ୍ଗଳର ପ୍ରତୀକ। ଏହିପରି ଭାବରେ ସମସ୍ତ ଗ୍ରହର ସମ୍ବନ୍ଧ ରହିଥାଏ ମକର ସଂକ୍ରାନ୍ତିର ଏହି ଖେଚୁଡ଼ି ସହିତ।